ତାକୁ ଘର ଟିକେ ଅଙ୍ଗନବାଡ଼ି ମୁଁ ଆଗ ଆସିଥିଲି ମୁଁ ଆଗ ସ୍କୁଲ ଘରେ ରହିଲି ସ୍କୁଲ ଘରେ ମୁଁ ରହି ସେ ଅଙ୍ଗନବାଡ଼ି ଘରେ ରହିଲି ଆଉ ଅଙ୍ଗନବାଡ଼ି ଘରେ ରହିଲେ ବୋଲି ମୁଁ ରହି ଯୋଡ଼ିଏ ପୁଅ ଆସିଛି ଯଦି ମୋ ସ୍କୁଲ ଘରେ ସେ ରହିଥାନ୍ତେ ତାହେଲେ ହାଇଜାକ୍ କରି ଯୋଡ଼ିଏ ପୁଅ ଆସିଛି ହରିକି ପାଖିକି ये पाला हला परमात्मा दिखिति मौसा को हरि मौसा पाला आज्ञा पाला गोठ्या मोहे धरि आज्ञा लाइकर बसे पाला ये पाला भी दिखिति मौसा को धरिला आज्ञा हरि त्रिपाठी को पाला के बाको साधु के केला ना मते धरिला आज्ञा जा पाला भी भलो होछि ताको वो होछि पाया पसंद ताको साथे हां ओपा पाला भी भलो होछि बोली काहे जे नंबर लाइक पुटिंग वाला आई कि के और को करता ठीक आज्ञा तुमको प्राणा में तो थोड़ा ना आगे कुछ नहीं तू काको बाहर आज्ञा दर्शन के लिए पहुंचाई से काको होछि आपा पाला होछि और की पाटी से आगे होगा साधारण बोले पाला पहुंचाई से काको होछि के कोनो प्रश्न की वासी मुस्लिम चले ये लोग काको अरे ले आया ओडिया में बाबा अछि जो भी बापो को जानती काहे की जानती बापो को जो ठीक जानती संसार कोती चोरी करी वो बापा को मनुष्य मान को ये बापो को चोर दिए
ଯଦି ସାଧାରଣ ଅଛନ୍ତି ନାଇଁ କୋଉଦିନ ପରିଶ୍ରା ଖାତାରେ ବା ଲେଖା ହେଇଛି ବାରମ୍ବାର ରୋଷେଇ କଲେ ନାଇଁ ଗୋଟା ବସ୍ତ୍ରା ଭାବେ ମୁତଙ୍ଗ ଗାବେ ପରିଶ୍ରା କର ହବ ନାହିଁ ଲେଖା ହେଇଥିବା ଖାତାରେ ଶ୍ରାଦ୍ଧ ଦେଇଦେବି ମୁଁ ପ୍ରାଣୀ କୋଉଦିନ ତା ବାପ ତ ଗଲେ ତା ପିଣ୍ଡ ଉପରେ ପରିଶ୍ରା କରିବା ପାଇଁ କେବଳ ପିଣ୍ଡ ଉପରେ ମୁତିଲା କଥା କହୁଛି ଆରେ ପୁଅ ଠେଙ୍ଗା ନାଇଲୁ ଆଜି ବ୍ରାହ୍ମଣିଆ ପ୍ରକାର ଛଡ଼େଇ ଦେଇକି ଏକାବେଳେ ଖାତା ଧରିକି ବ୍ରାହ୍ମଣ ବାହାର ଯେ ମୋ ଭାଇ ସେଠି ଖାତା ପଢା ଗଲା ଗୋଟିଏ ପୁରୁଣା ଗୋଟିଏ ନାଇଁ ସେ ଗୋଟିଏ ପୁରୁଣାରେ ଖାଇନି ଗୋଟିଏ ନୂଆରେ ଖାଇ ହିସାବ କିପରି ମାନେ ସ୍ୱଭାବଗତ ପ୍ରଭାବ ଉତ୍ତର ଦେଲେ ଅଷ୍ଟପାଦ ବୋଧେ ଉତ୍ତର ତମେ ଜାଣିନଥିବ ଆଉ ଆଜି କହିଦଉଛି କାଲି କହିକି ଯାଇଥିଲି ଯେ ମହାଭାରତରେ ପାଣ୍ଡବମାନେ ଦକ୍ଷିଣା ଦେଲେ ଗୁରୁଦ୍ରୋଣକୁ ବାନ୍ଧିକାରେ ବାନ୍ଧିକାରେ ପାଣ୍ଡବ ଦକ୍ଷିଣା ଦେଲେ ଦୁର୍ଯ୍ୟୋଧନ ଗୁରୁଦ୍ରୋଣକୁ କି ଦକ୍ଷିଣା ଦେଇଥିଲା ଯତ୍ରକ ମୋବାଇଲ ବାହାରିଲାଣି କେତେ ପଣ୍ଡିତଙ୍କୁ ପଚାର ଦେଖିବା ଉତ୍ତରଟା ମୁଁ ଟିକେ ପାଇବି କଣ ଦକ୍ଷିଣା ଦୁର୍ଯ୍ୟୋଧନ ଦେଇଥିଲା ତମ ପ୍ରଶ୍ନର ଉତ୍ତର କରି ବଡ଼ ଆଗେ ସୁଖୀ ପ୍ରୋସେସ ନା ଆମେ ଛାଡ଼ ଆଗେ ଜୀବନର ସଙ୍ଗୀ ଦୁଃଖ ସୁଖ ଭାବି ଜୀବନର ସଙ୍ଗୀ ଦୁଃଖ ସୁଖ ଭାବି
କହିଲେ ତମେ ମୁଁ କଣ କହିଲା ମୋ ସ୍ତ୍ରୀ କି ସ୍ତ୍ରୀ କଥା କହେ ମୋ ସ୍ତ୍ରୀ କି ତମେ ଅଛି ତୁଣ୍ଡ ପୁଣି ଛେଳି ପଡେ ଆଚ୍ଛା ବାପା ମୁଁ ଯଦି ତମର ପୁଅ ତମେ ହେଲେ ବାପା ମୋ ସ୍ତ୍ରୀ ତମର କଣ ହବ ଶାଳୀ ନା ବୋହୂ ଆଚ୍ଛା ବାପା ତୁ ମୋତେ ଆଶୀର୍ବାଦ ଦିଅ କି ନାଇଁ ଥଣ୍ଡାରେ କହକି ଯାଇ ଯେ ତୁ ମରୁ ବାପା ମୁଁ ତୁ ମରୁ ମରିଗଲି ନାଇଁ ବାଇଚାନ୍ସ ମୁଁ ଯଦି ମରିଗଲି ଆଚ୍ଛା ମୋ ସ୍ତ୍ରୀ ତମର ପୁଣି ଆଉ କଣ ନାଇଁ ମୋ ସ୍ତ୍ରୀକି ତମେ ଯଦି ସୁରକ୍ଷିତ ରଖିବ ତା ବାପ ଘରକୁ ସେ ପଳେଇବ ଧନ ସମ୍ପତ୍ତି ଗୁଡ଼ା ବାଧ୍ୟ ହେଇଯିବ କି ନାହିଁ ଆଉ ତମେ ସୁରକ୍ଷିତ ରଖିବନି ଆଉ କଣ ଆଉ ତମେ କଣ ଅଲଗା ଭାବୁଥିବ କି ବାପାଙ୍କର ବକ୍ରା ଦୋଷ ଅଛି ବାବୁ ଆଜ୍ଞା ଆଜ୍ଞା ଦ୍ୱିତୀୟ ପଚାରିଲା କହିଦେଇ ଯାହା କରିଛୁ ଠିକ କରିଛୁ ନା ଭୁଲ କରିଛୁ ମୁଁ କହିଥିଲେ ଆଉ ବନ୍ଦ ସରିବୁ ଠିକ କହିଥିଲେ ମୋ ଘରେ ରାଜା ହେବେ ଯଦି ଭୁଲ କରିବୁ ଆଜ୍ଞା ଆଉ 14 ବର୍ଷ ଆଜ୍ଞା ଆଜ୍ଞା ସେଠି କହିଲେ ଆରେ ପୁଅ ରାବଣକୁ ମାରି ନା ମାରି ରାବଣକୁ ମାରି ରାଜା କାହାକୁ ବୋଲୁ ଏଠି ଯେମିତି ପାଳିକି ମାରିକି ସୁଗିରିକି ରାଜାକୁ ତା ଭାଇକି ତା ପୁଅଙ୍କର ଥାଉ ସେଠି ରାବଣକୁ ମାରିଲୁ ଲଙ୍କା ଆଉ ନ୍ୟାଯ୍ୟର କାହା ପାଖରେ ଥିଲା ଭାରତୀୟ ରାଜନୀତି ଆମେ ଆଖ୍ୟା କରୁଥିବା କିଏ ବାହାର କଥା ରାବଣ ପୁଅ ରାବଣ ତ ସବୁ ପୁଅ ମନ ଥିଲା ତାର ମହାରାଜା ଥିଲା ମହାରାଜାକୁ ବିଭୀଷଣ ଲଙ୍କା ନେବା ବୋଲି ରାବଣ ପୁଅ ମହାରାଜ ଯେ ତା ଘରେ ଖାଇ ଦେଇଥିଲା ତା ନାଁ ହେଉଛି ମହାରାଜ ଏ ମହାରାଜ ପୁଅ ମନ ଥିଲା ତା ମୁହଁରେ ସେ ନିଆଁ ଥିଲା ରାବଣ ଘରେ ଖାଇ ଦେଇଥିଲା ମହାରାଜ ଦାଦା ତାରେ ଜାଣିଛୁ ଆଉ ବର୍ଷ ରାବଣ ଚନ୍ଦ୍ର ଯିବୁ ରାବଣ କାହିଁକି ବା କହିକେ ଏ ଯୁକ୍ତି ପ୍ରଥା କରୁଛି ଅଖିଳ
ଚାରି ଜଣ ଜାଣିଥିଲା ଆଜ୍ଞା। ସେ ଚାରି ଜଣ କିଏ? ଆରେ ପୁଅ, ଆଜ୍ଞା ଯୋଉଦିନ ରାଜ୍ୟାଭିଷେକ ହେଲା ରାମଙ୍କର, ମୋ ଦେଶରେ ଆସ ଭଞ୍ଜ ଲେଖିଲେ। ଭଞ୍ଜ ଭଞ୍ଜ ମାନେ ବସି ବସି କହିଲା, ଭାଇ ବାବା ଦେବ କାଟିବ ଆଜ୍ଞା